ପିଲେ ପୋଷଣ ବିଷୟରେ ମାନେ ବହୁତ କିଛି ଆଲୋଚନା କରିଦେଇଥିଲେ। ଯେମିତିକି ଏଇଟା ଆମର ଗ୍ରାସନଳୀ, ଏଇଟା ହେଲା ପାକସ୍ଥଳୀ। ପାକସ୍ଥଳୀରେ କ'ଣ କ'ଣ କ୍ଷରଣ ହେଉଛି ଏବଂ କ୍ଷୁଦ୍ରାନ୍ତରେ କ'ଣ କ'ଣ କ୍ଷରଣ ହେଉଛି। କ୍ଷୁଦ୍ରାନ୍ତ ବିଷୟରେ ପୁରା ଆଲୋଚନା କରିଦେଇଥିଲି। ପିଲେ ଅଗ୍ନାଶୟରୁ କେମିତି ରସ ଆସୁଛି, ରସ ଆସିକି ସେ ପୁଷ୍ଟିସାରକୁ ହଜମ କରିକି ଆମିନୋ ଏସିଡରେ ପରିଣତ କରୁଛି। କେମିତି ଯକୃତରୁ ପିତ୍ତ ଆସୁଛି, ପିତ୍ତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବଣ କରୁଛି, ଅବଦ୍ରବଣ କରିକି ସ୍ନେହସାରକୁ ହଜମ କରୁଛି କିଏ କେମିତି ଲାଇପେଜ। ତ ପିଲେ ଏଇ ଯୋଉ ଲାଇପେଜ ପେପ୍ସିନ୍ ଏଇଗୁଡାକ ଅଗ୍ନାଶୟରୁ ବି କ୍ଷରଣ ହେଉଛି, ପାକସ୍ଥଳରୁ ବି କ୍ଷରଣ ହେଉଛି। ପିଲେ ଏଇ ଜାଗାରେ ଖାଦ୍ୟ ହଜମ ହେଲା ପରେ ଏଇଟା ପିଲେ କ'ଣ କହିଥିଲି, କ୍ଷୁଦ୍ରାନ୍ତ ବୋଲି କହିଥିଲି। କ୍ଷୁଦ୍ରାନ୍ତ ପ୍ରଥମ ଅଂଶକୁ କ'ଣ କୁହାଯାଏ, ଗ୍ରହଣୀ। ଗ୍ରହଣୀରେ ଖାଦ୍ୟ ହଜମ ହେଇଗଲା ପରେ ତାପରେ ପଳେଇ ଆସିବ ତା ପରବର୍ତ୍ତୀ ଅଂଶ ଜେଜୁନମ ଇଲୁଇନମ। ଏଇଠି ଯେତେବେଳେ ପିଲା ପଳେଇ ଆସିବ ଏଇଠି ମଧ୍ୟ ସେଇ ପେପ୍ସିନ୍ ଲାଇପେଜରେ କ୍ଷରଣ ହେଉଥିବ। ଆଉ ଯେତିକି ଏଇଠି ତ ଯେତିକି ହଜମ ହେବା କଥା ହେଲେ ଆଉ ଯେତିକି ରହିଗଲା ସେ ଯେତକ ଖାଦ୍ୟ ଏଇଠି ଗତି କରିବ ସେତେବେଳେ ସେ ହଜମ ହେଇଯିବ। ସେଇ ପେପ୍ସିନ୍ ଲାଇପେଜ ହେରିକା ସବୁ କ୍ଷରଣ ହେଉଥିବ। ଏମିତି ହେଇକି ପେପ୍ସିନ୍ ପୁଷ୍ଟିସାରକୁ ଭାଙ୍ଗି ଦେବ କୋଉଠିକି, ଏମିନୋ ଏସିଡକୁ, ସ୍ନେହସାରକୁ ଲାଇପେଜ ଭାଙ୍ଗି ଦେବ ଫ୍ୟାଟି ଏସିଡ ଗ୍ଲିସେରଲକୁ, ଆଉ ଶ୍ୱେତସାରକୁ ଭାଙ୍ଗି ଦେବ ଗ୍ଲୁକୋଜକୁ। ଏମିତି ହେଇକି ଏଇ ଜାଗାରେ ଗ୍ଲୁକୋଜ, ଏମିନୋ ଏସିଡ, ଲାଇପେଜ ତିଆରି ହେଇଗଲା। ଏବେ ବର୍ତ୍ତମାନ ସେଇଗୁଡାକ ଆମ କାମରେ ଲାଗିବ। ଏବେ ସେଇଗୁଡାକ ଏଇ କ୍ଷୁଦ୍ରାନ୍ତରୁ ଆସିବେ କୋଉଠିକି, ବୃହତନ୍ତ୍ରକୁ। କୋଉଠିକି ଆସିବେ, ବୃହତନ୍ତ୍ରକୁ। ଯେତେବେଳେ ବୃହତନ୍ତ୍ରକୁ ପିଲେ ଆସିବେ, ଯେତେବେଳେ ଖାଦ୍ୟ ଗୁଡାକ ଏଇପଟେ ଏମିତି ଗତି କରି କରିକା ବୃହତନ୍ତ୍ରକୁ ଆସିବେ, ବୃହତନ୍ତ୍ର ଯେତେବେଳେ ଆମର ପିଲେ ଗୋଟେ ମଣ୍ଡଟେ ତିଆରି ହେଇଯିବ, ଜୁସଟା ଯେତେବେଳେ ଆମେ ବନଉଛେ ସେତେବେଳେ ଗୁଣ୍ଡ କରି ଗୋଟେ ମଣ୍ଡ ବନେଇ ଦଉଛେ, ତାକୁ ଚିପୁଡ଼ି ଦେଲେ ରସରା ବାହାରି ଯାଉଛି କି ନାହିଁ। ସେମିତି ଯେତେବେଳେ ବୃହତନ୍ତ୍ରରେ ପହଞ୍ଚିବେ ଏଇ ବୃହତନ୍ତ୍ରର ଏମିତି ସଂକୋଚନ ହେଲା ଭଳିଆ ହବ। ବୃହତନ୍ତ୍ର ଚିପୁଡ଼ି ଦେଲେ ଯେମିତି ହବ ସେଇଭଳିଆ ବୃହତନ୍ତ୍ର ସଂକୋଚନ ହେଇକି ଏଇ ଖାଦ୍ୟ ମଣ୍ଡରୁ ରସ ଗୁଡାକ ବାହାରିବ। ରସ ବୋଲେ କ'ଣ ବାହାରିବ ନା, ଯେମିତି ଏମିନୋ ଏସିଡ, ଗ୍ଲିସେରାଲ, ଫ୍ୟାଟି ଏସିଡ ଏଇଗୁଡାକ ଯୋଉଟା ତିଆରି ହେଇଛି ସେଇଗୁଡାକ ଏଇ ସବୁ କାନ୍ଥ ବାଟେ, ଏଇ ଯୋଉ ଏମିନୋ ଏସିଡର ଏଇ ଯୋଉ ବୃହତନ୍ତ୍ରର କାନ୍ଥ ବାଟେ ସବୁ ଲାଗିଯିବ। ଯେମିତି କପଡାରେ ପାଣି ଗୁଡାକ ଲାଗିଯାଏ, ଏଇ କାନ୍ଥ ବାଟେ ସବୁ ରସ ଗୁଡିକ ଲାଗିଯିବ। ଲାଗିକି ସେମାନେ କୁଆଡେ ପଳେଇବେ, ରକ୍ତକୁ ପଳେଇବେ। କୋଉଠିକି ପଳେଇବେ, ରକ୍ତକୁ। ତ ପିଲେ ଏଇଭଳିଆ ଏଇ ଯୋଉ ବୃହତନ୍ତ୍ରର କାନ୍ଥ ପଟେ ରକ୍ତକୁ ଶରୀରର ଆବଶ୍ୟକ ଅଂଶ ଗୁଡିକ ଯେମିତି ଏମିନୋ ଏସିଡ ଗୁଡିକ ସବୁ ଏଇ ବୃହତନ୍ତ୍ରର କାନ୍ଥ ବାଟେ ରକ୍ତକୁ ଚାଲିଯିବାକୁ କୁହାଯାଏ କ'ଣ, ଅବଶୋଷଣ। କ'ଣ କୁହାଯାଏ, ଅବଶୋଷଣ। ଏବେ ପିଲେ ଏଇଠି ସବୁ ରସ ଗୁଡିକ ଯେମିତି ଏମିନୋ ଏସିଡ, ଗ୍ଲିସେରାଲ ଗୁଡାକ ସବୁ ଟାଣି ଗଲା କୋଉଠିକି, ବୃହତନ୍ତ୍ର କାନ୍ଥକୁ। ବୃହତନ୍ତ୍ର ଟାଣିବ ଏଇ କାନ୍ଥରେ ପିଲେ ଏମିତି ସବୁ ଏଇଭଳିଆ ଏମିତି ହେଇଥିବ। এইগুড়া কুହାଯାଏ ভিলি। এরা কোন কুହାଯାଏ, ভিলি। এই ভিলি ସବୁ ରସ ଗୁଡାକ ଟାଣି ନେବ। ভিলি ସବୁ ରସ ଗୁଡାକ ଟାଣିକି এইପଟେ ସବୁ ପଠେଇବ କୋଠିକି, ରକ୍ତକୁ ପଠେଇବ। କୋଠିକି ପଠେଇବ, ରକ୍ତକୁ। এইଭଳିଆ ରସ ଗୁଡାକ ଶୋଷଣ ହେଇଯିବା କୁହାଯାଏ କ'ଣ, ଅବଶୋଷଣ। କ'ଣ କୁହାଯାଏ, ଅବଶୋଷଣ। ଏମିତି ସବୁ ମଣ୍ଡଳରୁ ରସ ଗୁଡାକ ଟାଣି ଦେବ। ତାପରେ ଏପଟେ ରକ୍ତ କ'ଣ କରିବ, ରକ୍ତ ସବୁ ଆମ ବଡିର ଅଙ୍ଗ ପ୍ରତ୍ୟଙ୍ଗକୁ ପଠେଇବ। ଯେତେବେଳେ ରକ୍ତ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ପଠେଇବ ସବୁ ଖାଦ୍ୟ ଗୁଡାକ ଯେମିତି ଏମିନୋ ଏସିଡ, ପୁଷ୍ଟି ଫ୍ୟାଟି ଏସିଡ, ଗ୍ଲିସେରାଲ ଯେତେବେଳେ ପଠେଇବ ଆମର ବିଭିନ୍ନ କୋଷ ନିକଟକୁ, ରକ୍ତ ଏମିତି ପଠେଇବାକୁ କୁହାଯାଏ ଆତ୍ମୀକରଣ। କ'ଣ କୁହାଯାଏ, ଆତ୍ମୀକରଣ। ରକ୍ତ ସବୁ ଖାଦ୍ୟ ପଦାର୍ଥକୁ ଆମର ବିଭିନ୍ନ କୋଷ ନିକଟକୁ ପଠେଇବାକୁ କ'ଣ କୁହାଯିବ, ଆତ୍ମୀକରଣ। ଆଉ ବୃହତନ୍ତ୍ର ଖାଦ୍ୟ ପଦାର୍ଥରୁ ରସ ଯୋଉ ମଣ୍ଡରୁ ବିଭିନ୍ନ ପ୍ରକାର ଆମ ଶରୀର ଗଠନ ପାଇଁ ଆବଶ୍ୟକ ହେଉଥିବା ଉପାଦାନକୁ ଶୋଷଣ କରିଦେବା କୁହାଯିବ କ'ଣ, ଅବଶୋଷଣ। କ'ଣ କୁହାଯିବ, ଅବଶୋଷଣ। ତା ମାନେ ଏଇଠି ରସ ଗୁଡାକ ଏମିତି ଟାଣି ହେଇଯିବ, ତାକୁ କୁହାଯିବ ଅବଶୋଷଣ। ତାପରେ ଏଇଗୁଡାକ ରକ୍ତ ନେଇକି ଯିବ ବିଭିନ୍ନ କୋଷ ନିକଟକୁ, ତାକୁ କୁହାଯିବ କ'ଣ, ଆତ୍ମୀକରଣ। କ'ଣ କୁହାଯିବ, ଆତ୍ମୀକରଣ। ପିଲେ ମଣ୍ଡଟାକୁ ଚିପୁଡ଼ି ଦେଲା ପରେ ଆଉ ଯାହା ରହିଲା ସେଇଗୁଡାକ ଏଇପଟେ ଏମିତି ଆଗକୁ ଯିବ, ଯୋଉଗୁଡା କି ମଳ ଆକାରରେ ବାହାରିଯିବ। ଆମେ ଯୋଉଟା କହୁଛେ ଝାଡା, ସେଇଟା ଏଇ ରେକ୍ଟମରେ ସବୁ ରହିବ, ତାପରେ ସେ ଆଗକୁ ଯିବ। ତ ପିଲେ ଏଇଟା ହେଉଛି କମ୍ପ୍ଲିଟଲି ପ୍ରୋସେସ। ତ ପିଲେ ଆମ ଖାଇବାରେ ତାହେଲେ ଆମ ପୋଷଣରେ କ'ଣ କ'ଣ ପ୍ରୋସେସ ରହିଲା, फास्ट रहला इंजेक्शन, माने ताको खाद्य ग्रहण। फास्ट हैला कोन, इंजेक्शन, माने खाद्य को इंजेस्ट करेले, पाटिरे पुरेले। इंजेक्शन परे कोन हैला, डाइजेशन। ताले डाइजेशन कोठी होची, पाकस्थल रे होची, क्षुद्रांत रे होची, एगुडा करे होची। तो एठी हैला कोन, डाइजेशन। डाइजेशन माने हैला कोन, हजम हैला। डाइजेशन परे हैला कोन, ई पडे आसिला पर एई जगह रे कोन हैला, रस गुड़िक सब भिली टाणी नेला। भिली बोले एठी एमिति जो एई भला सब सब अछि, एटा गोटे जूम करी एटा गोटे जूम करी जदि देखैबी ताले एई टाइप हो, एई साइड गुडा एरा को कहले भिली। एई भिली सब रस गुडा टाणी नेबो। भिली एई रस गुडा टाणी नै का पाखु पठेबो, रक्त पाखु।
এই ପ୍ରୋସେସଟା କ'ଣ କୁହାଯାଏ ଅବଶୋଷଣ କ'ଣ କୁହାଯାଏ ଅବଶୋଷଣ ତାପରେ ରକ୍ତ ସେଇ ଖାଦ୍ୟ ଗୁଡାକୁ ନେଇକି ଯିବ ଶରୀରର ବିଭିନ୍ନ କୋଷ ନିକଟକୁ ତାକୁ କୁହାଯିବ କ'ଣ ଆତ୍ମୀକରଣ ତ ପିଲେ ଡାଇଜେସନ ହେଲା ପରେ ଏଇଠି ସବୁ ହଜମ ହେଇଯାଇଛି ହଜମ ହେଲା ପରେ ଏଇଠି ହେଲା ଅବଶୋଷଣ କ'ଣ ହେଲା ଅବଶୋଷଣ ଆକୁ କୁହାଯାଏ ଆବଜର୍ପସନ ତାପରେ ଏଇଠି ଯେତେବେଳେ ରସ ଗୁଡ଼ିକ ସବୁ ଟାଣି ହେଇଗଲା ସିଏ ରକ୍ତ ତାକୁ ନେଇଗଲା କୋଉଠି କୋଷକୁ ତାକୁ କୁହାଗଲା କ'ଣ ଆତ୍ମୀକରଣ ତାକୁ ଇଂଲିଶରେ କୁହାଯାଏ ଆସିମିଲେସନ ଆଉ ପିଲେ ଏଠି ଚିପୁଡ଼ି ହେଲା ପରେ ଯାହା ସବୁ ମାନେ ମଇଳା ଗୁଡ଼ାକ ରହିଲା ସବୁ ଏଇପଟେ ବୃହତ୍ତନ୍ତ୍ର ପଟେ ବାହାରି ଯିବ ଏଇଟା କୁହାଯାଏ ଇଜେସନ ମାନେ ସେ ବହିଷ୍କରଣ ବାହାରିଗଲା ତାହେଲେ ଆମର ପୋଷଣ କେତୋଟି ମାନେ ମୁଖ୍ୟତଃ କୋଉ କୋଉ ପର୍ଯ୍ୟାୟ ଦେଇକି ହଉଛି ଇଞ୍ଜେକ୍ସନ ମାନେ ଖାଦ୍ୟ ଗ୍ରହଣ ତାପରେ ଡାଇଜେସନ ମାନେ ହଜମ ହେଲା ପରେ ଆବଜର୍ପସନ ମାନେ ଅବଶୋଷଣ ତାପରେ ହେଲା କ'ଣ ଆତ୍ମୀକରଣ ରକ୍ତ ନେଇଗଲା ତାପରେ ହେଲା ଇଞ୍ଜେକ୍ସନ ମଳେ ଗୁଡ଼ାକ ବାହାରିଗଲା ଏଇଟା ପିଲା ଥିଲେ କମ୍ପ୍ଲିଟଲି ପୋଷଣର କୋଶ୍ଚିନ ତମମାନଙ୍କୁ ଦେବି ପଢିବ ହେଲା ଆଉ ଅବଶୋଷଣ ଆଉ ଆତ୍ମୀକରଣ କାହାକୁ କୁହାଯାଏ ତାର ନୋଟ ଦେଇଦେବେ ଆଜି ସବୁ ଲେଖିବ ଏବେ କାଲି ଏତିକି ବୁଝିଗଲେ ଯେ ଅବଶୋଷଣ ମାନେ କ'ଣ ଏଇଠି ଯେତେବେଳେ ଖାଦ୍ୟ ପହଞ୍ଚିବ ବୃହତନ୍ତ୍ରରେ ସେଇଠୁ ଖାଦ୍ୟଠୁ ସେଇ ମଣ୍ଡରୁ ଚିପୁଡ଼ି ହେଇକି ସବୁ ରସ ଗୁଡ଼ାକ ପଳେଇବ ରକ୍ତକୁ ତାକୁ କୁହାଯିବ କ'ଣ ଅବଶୋଷଣ ଏବଂ ରକ୍ତ ତାପରେ କ'ଣ କରିବ ସେଇ ଯେଉଁ ରସ ଗୁଡ଼ିକୁ ନେଇଛି ସେଇ ରସ ଗୁଡ଼ିକୁ ନେଇକି ସେ ଶରୀରର ବିଭିନ୍ନ କୋଷ ଆମର ଯେମିତି ଏଇଗୁଡ଼ାକ ହେଉଛି କୋଷ ଏଇଟା କୋଷ ଚାରିଆଡ଼େ କୋଷ ଅଛି ଏଇ କୋଷ ନିକଟରେ ରକ୍ତ ସେଇ ଖାଦ୍ୟକୁ ପହଞ୍ଚେଇବ ତାକୁ କୁହାଯାଏ କ'ଣ ଆତ୍ମୀକରଣ ହେଲେ ମୁଁ ଭାବୁଛି ବୁଝିପାରୁଥିବ ଯାହା ଡାଉଟ୍ ଥିବ ତମେ ପଚାରିବ ଆଉ ଅବଶୋଷଣ ଆତ୍ମୀକରଣ କାହାକୁ କୁହାଯାଏ ମୁଁ ନୋଟ୍ ଲେଖି ଗ୍ରୁପ୍ରେ ଦେଇଦେବି ସେଇଠି ଲେଖିଦେବ ହେଲା ହଉ